ରାତି ପାହିଲେ ମାଟ୍ରିକ ପରୀକ୍ଷା, ରାଜରାସ୍ତାରେ ମାଧ୍ୟମିକ ସ୍କୁଲ ଶିକ୍ଷକ, ଟଙ୍କାରେ ଶିକ୍ଷାବିତ ଓ ଅଭିଭାବକ। ଆରପାରିରେ ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀ। ସୁପରଷ୍ଟାରଙ୍କ ମୃତ୍ୟୁକୁ ନେଇ ମିଥ୍ୟା ଖବର ଭାଇରାଲ। ମାର୍ଚ୍ଚ ପହିଲା ସୁଦ୍ଧା କଂଗ୍ରେସ ଟିକେଟ, ପ୍ରଥମ ପର୍ଯ୍ୟାୟରେ ଘୋଷଣା ହେବ 70ଟି ଆସନ ଟିକେଟ। ଆଉ କିଛି ଦିନ ପରେ ଘୋଷଣା ହୋଇପାରେ ସାଧାରଣ ନିର୍ବାଚନ ତାରିଖ। କଂଗ୍ରେସ ବିଧାୟକଙ୍କୁ ହତ୍ୟା ଧମକ। 15 ଦିନ ଭିତରେ ମାରିଦେବାକୁ ଧମକ ଦେଇଛନ୍ତି। ଅସହ୍ୟ ହେଲା ବାପାର ପାପ, ବାରମ୍ବାର ଦୁଷ୍କର୍ମ ପରେ ଝିଅ ଆତ୍ମହତ୍ୟା। ନାବାଳିକା ଝିଅକୁ ବାପାର ବାରମ୍ବାର ଦୁଷ୍କର୍ମ ଅଭିଯୋଗ। ଏ ସମ୍ପର୍କରେ ସେ ମାଆଙ୍କୁ ଜଣାଇବା ପରେ ମାଆ ମଧ୍ୟ ଏଥିରୁ ନିବୃତ୍ତ ରହିବାକୁ ଅଭିଯୁକ୍ତଙ୍କୁ ବାରମ୍ବାର ତାଗିଦ କରିଥିଲେ। କିନ୍ତୁ ଶୈତାନ ବାପାର ଅତ୍ୟାଚାର କମିନଥିଲା। ଶେଷରେ ନାବାଳିକା ଝିଅଟି ଆତ୍ମହତ୍ୟା କରିବାର ଅଭିଯୋଗ ହୋଇଛି। ଏହି ଘଟଣା ହେଉଛି ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳର। ମଙ୍ଗଳବାର ଠାରୁ ସାରା ରାଜ୍ୟରେ ବିଦ୍ୟୁତ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ। 6 ଦିନ ହେବ 7 ଦଫା ଦାବିରେ ଲୋୟର ପିଏଜିରେ ଦେଇଛନ୍ତି ଧାରଣା। ପାକିସ୍ତାନ ଅର୍ଥନୀତିରୁ ବଡ଼ ଟାଟା ଗ୍ରୁପ ଅନ୍ଧାରରେ ପଡ଼ୋଶୀ ରାଷ୍ଟ୍ରର ଭବିଷ୍ୟତ। ଟିମ୍ ଇଣ୍ଡିଆ ବାଦ୍ ପଡ଼ିବେ ଶେର ସାହେବ।